धन्यवाद। एत बड़ महोत्सव आम समस्त आज बसीचे अहोभाग्य अहोभाग्य हेले हाथ गोटे ताली नहीं एटा कौन संभव। अरे कथारे अच्छी गाँ दांडर धूली मार गाड़ी दर्शक मानकर ताली ये तो एक आगधाड़ी कथा। जोरदार ताली टी दिखाते छोट छोट झील जो मैंने ए मंच एक सुंदर भाव में आमको नहीं गले एक नुआ राज्य को एक नुआ जुग को। तो आसतु आम ए नृत्य परिवेशन पर अतिथि मानकर सत्कार पर साधन पर आम एवं संभाषण प्रक्रिया को जो आज आम अतिथि मान पाइचे अनुरोध करी अतिथि मान से वक्तव्य केवल छदेशर कथा रखिए छदेशर इतिहास कथा रखिए छदेशर अगुआ कथा रखिए जो आम शिखबू जानबू बुझबू आउ कि कथा आम साउंटबू। अनुरोध करी प्रथम से साधा सरल मनीष श्रीजुक्त सूर्यपुष्टि महोदय को से आमको वक्तव्य रखिए आउ समस्त अनुरोध करी ए मंच शीतल रातिर प्रकोप बढ़ी बढ़ी चली निजर बहुमूल्य कथा को सीमित भाव में आम आगे बखाणवे केवल छदेश माटीर कथा को नहीं। आसतु शुणिना छदेश माटीर से अकुआ कथार कि श्रीजुक्त सूर्यमणि पुष्टि मुहर। जय जगन्नाथ। नमस्कार। आज आमर जो स्वदेश महोत्सव 2025 आरंभ होगा जाऊँगी प्रथम वर्ष से मु सम्मानित करुच्ची सम्मान देउची जो युवगोष्ठी जो उद्योक्ता माने ए उत्सव को गढ़ी तोलिबारे उद्यम करछन्ति। आउ उत्सव पछरे रहिथिबा उत्साहित करुवा आम अंचल आम ग्रामर भाई भौणी माने माँ मौसी मान मु सम्मान देउची उत्साहित करुची ए उत्सव जो छोट छोट पिला माने आपण मानक एवं समस्त को मनरे खुशी भरी देउछन्ति। नृत्य माध्यम हेउ संगीत माध्यम हेउ किंबा तांकर वेशभूषा चालीचलन हेउ मु गर्व करुछि। आज ए मंच जो स्तर में पहुँची यार कल्पना 28 वर्ष तले आम उत्सव माध्यम छोट छोट पिला मानक नहीं साहित्य संसद माध्यम किछि बाट किछि प्रतिभा को उत्पन्न करिवारे अंचल सहयोग करि आसिछि। तेणु तार फलस्वरूप आज जे मंच एते उत्साह आमर युवगोष्ठी एवं उद्योक्ता मानक मनरे आसी सारी एवं एटा परिपूर्णता पहुँची सारी ए अनुष्ठान ए उत्साह ए उद्दीपना जे आग को आउ पछ को घुंचीज ताहा मु अनुमान कर पाना। मु आशा और भरोसा रखी ए अनुष्ठान आग को निश्चित भाव में आर शतगुण भाव आम आगे प्रतिभा ठिया हो सन्देह ना। आउ मोर आहरी अनेक मो ठारू भल वक्ता मैंने अच्छा जे कि आहरी आपण मानक उत्साह और उद्दीपना सहयोग करेंगे। मु आज ये मंच मते सम्मान देछि जहाँ मुझे गर्वित।
এইଭଳି ଭାବରେ ଆପଣମାନେ କୁ ସମ୍ମାନ ମିଳିବ। ସମ୍ମାନ ଦେଲେ ନିଶ୍ଚୟ ସମ୍ମାନ ମିଳିବ। କର୍ମ କଲେ ନିଶ୍ଚୟ ତାର ଫଳ ମିଳିବ। ଆପଣମାନଙ୍କର ଛୋଟିଆ ଛୋଟିଆ କର୍ମ ଦିନେ ଯେ ବଡ଼ କର୍ମ ହେଇପାରିବ ଏଇଟାରେ ସନ୍ଦେହ ନାହିଁ। ତେଣୁ ଆପଣ ଚେଷ୍ଟା, ସମସ୍ତଙ୍କୁ ମୋର ଅନୁରୋଧ, ଆପଣମାନେ ଚେଷ୍ଟା ଜାରି ରଖନ୍ତୁ ଏବଂ ଆହୁରି ଆଗକୁ ବଢ଼ି ଚାଲନ୍ତୁ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ। ବହୁତ ବହୁତ ଧନ୍ୟବାଦ। ବାସ୍ତବରେ ଆପଣଙ୍କର କାମନା, ଆପଣଙ୍କର ଉତ୍ସାହ ଉଦ୍ଦୀପନା ଆମକୁ ନିଶ୍ଚିତ ମାର୍ଗଦର୍ଶନ କରିବ, ଏଥିରେ ଥିଲେ ମାତ୍ର ସନ୍ଦେହ ନାହିଁ। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ତେବେ ଆସନ୍ତୁ, ସମସ୍ତେ ତ ମଞ୍ଚରେ ଅଛନ୍ତି, ସମସ୍ତଙ୍କୁ ଶୁଣିବା, କିନ୍ତୁ ମୁଁ ଅନୁରୋଧ କରିବି ଆମର ସେଇ ଅତି ପ୍ରିୟ ନନାଙ୍କୁ, ଯାହାକୁ ଆମେ ସମସ୍ତେ ଜାଣିଛନ୍ତି ଦୀପୁ ନନା, ଶିବପ୍ରସାଦ ପଣ୍ଡା ମହୋଦୟଙ୍କୁ, ସେ ଆସନ୍ତୁ, ଆମକୁ କିଛି କଥା ଶୁଣାନ୍ତୁ, ଯେଉଁଥିରେ ସମସ୍ତଙ୍କ ମନ ଭରିଯିବ, ସମସ୍ତେ ସବୁ କଥା ଜାଣିପାରିବେ। ଆସନ୍ତୁ ଶୁଣିବା ତାଙ୍କ ମୁହଁରୁ ସ୍ୱଦେଶ ମାଟିର କଥା। ଧନ୍ୟବାଦ। ଦୟାକରି ମୁଁ ଆପଣଙ୍କୁ এই ପଡ଼ିଆରେ ଥିବା ସମସ୍ତ ଆମ ଗ୍ରାମବାସୀ ବା ସ୍ୱଦେଶ ଜନସାଧାରଣଙ୍କୁ ଗୋଟେ ଜୟ ଧ୍ୱନି ଦେବାକୁ କହିବି। ମୋ ସାଙ୍ଗରେ ଆପଣ ଜୟ ଧ୍ୱନି ଦେବେ। ଜୟ ଜଗନ୍ନାଥ, ଜୟ ସ୍ୱଦେଶ, ଜୟ ଭାପୁର। ଧନ୍ୟବାଦ। ଆଜିକି ମାସେ ତଳେ ଆମର ସରପଞ୍ଚ ମହାଶୟଙ୍କର ସୁପୁତ୍ର ଧର୍ମେନ୍ଦ୍ର ଭାଟ ଆମ ଗ୍ରାମର ଉତ୍ସାହୀ ଉଦୀୟମାନ ଯୁବକ ମୋତେ ଥରେ କହିଥିଲେ ଯେ ଦାଦା ଏ ବର୍ଷ ଲକ୍ଷ୍ମୀ ପୂଜାକୁ କରିବା ମହୋତ୍ସବ। ମୁଁ କହିଲି ମାଡ଼ି ଚାଲ, ପାୱାରରେ ଅଛି ତୋର, ଯୁବକମାନେ ତୋ ସାଙ୍ଗରେ ଅଛନ୍ତି, ତୋର ଉତ୍ସାହ ଅଛି, ମାଡ଼ି ଚାଲ। ଯେଉଁଠି ଅସୁବିଧା ହେବ ମୁଁ ତ ପଛରେ ଅଛି। ଏ ପର୍ଯ୍ୟନ୍ତ ମୁଁ ତାର ଅସୁବିଧା କିଛି ଫିଲ୍ କରିପାରି ନାହିଁ, ଅଛି ତା ପଛରେ। ଯେ ପର୍ଯ୍ୟନ୍ତ ସେ ଭଲ କାମ କରି ଚାଲିଛି ତା ସାଙ୍ଗରେ ମୁଁ ଅଛି। ବର୍ଷେ ତଳେ ମୁଁ ଚିନ୍ତା କରିଥିଲି, କାର୍ଯ୍ୟକ୍ରମ ଆଗକୁ ନେଇନଥିଲି, ସ୍ୱଦେଶ ମହୋତ୍ସବ। ମୋର ଗୋଟେ ସ୍ୱପ୍ନକୁ ସେ ସାକାର କଲା, ତା ପାଖରେ ଋଣୀ ମୁଁ। ସ୍ୱଦେଶରେ ବହୁତ ମଞ୍ଚ ହେଇଛି, ରାଜନୈତିକ ମଞ୍ଚ ହେଇଛି, ବିଭିନ୍ନ ଗୋଷ୍ଠୀର ମଞ୍ଚ ହେଇଛି। ଆଜି ଗୋଟେ ବଡ଼ ମଞ୍ଚରେ କୌଣସି ରାଜନୀତି ନ ରଖି ସମସ୍ତ ଦଳର ନେତୃତ୍ୱଙ୍କୁ ସେ ଏକାଠି କରିପାରିଛି, ତାକୁ ଏଥିପାଇଁ ଅଶେଷ ଅଶେଷ ଧନ୍ୟବାଦ। ତା ସାଙ୍ଗରେ ଯେଉଁ ଯୁବଗୋଷ୍ଠୀ ମାନେ ତାକୁ ପ୍ରଚ୍ଛନ୍ନ ସହାୟତା, ମୁଁ ସବୁଦିନ ଆସୁଛି, ଗୋଟିଏ କୁଟାଟେ ଉଠେଇନି, କିନ୍ତୁ ଆସିକି ଦେଖୁଛି ପିଲାଙ୍କୁ। ବହୁତ ଗୁଡ଼ିଏ ପିଲା ତା ସାଙ୍ଗରେ ମିଶିକି ଆଜି ଏଟାକୁ ସଫଳ କରିଛନ୍ତି। ସେଥିରେ ଆମର ଟୁଲିଆ ଅଛି, ରଜତ ଅଛି, ଆମର ବାବୁ ସାହୁ ଅଛି, ଆମର ମଣ୍ଟୁ ଅଛି। ଏମିତି ବହୁତ ଗୁଡ଼ିଏ ପିଲା ଆମର ଯେଉଁମାନେ ଅଛନ୍ତି ତାକୁ ସହଯୋଗ କରିକି ଆଜି ଏହାକୁ ସଫଳ କରିଛନ୍ତି। 3-4 ଦିନ ହେଲା ମୁଁ ଦେଖୁଛି ଏଇ ପଡ଼ିଆରୁ ସେ ଯାଇନାହାନ୍ତି। ସେମାନଙ୍କ ପାଖରେ ତାଙ୍କର ଉତ୍ସାହ ପାଖରେ ମାନେ ମୁଁ ବି କମ୍ ହେଇଯାଉଛି। ମୁଁ ଭାବୁଛି ମୁଁ ବି ଏମିତି କରିପାରିନଥାନ୍ତି ବୋଧେ ଏଇ ବୟସରେ। ଯାହା ହଉ ସେମାନେ ଆଜି ସଫଳ କରିଛନ୍ତି, ଧନ୍ୟବାଦ। ଆଉ ଆପଣମାନେ ସ୍ୱଦେଶରେ ବିଶିଷ୍ଟ ଲୋକ ଅଛନ୍ତି, ଆପଣଙ୍କୁ କହିବେ। ମୁଁ କେବଳ ଏତିକି କହିବି, ସ୍ୱଦେଶର ଗୋଟେ ଜାଗା, ଲୋକ କୁହନ୍ତି କଟକରେ ଭାଇଚାରା, କିନ୍ତୁ ମୁଁ କାହିଁ ଭାବୁଛି ଆମ ସ୍ୱଦେଶର ଭାଇଚାରାଟା ବୋଧେ କଟକରୁ ବି ଅଧିକା ହେବା ସ୍ୱଦେଶରେ। ତେଣୁ ଏଇଟା ହେଉଛି ସବୁଠୁ ବଡ଼ ଗର୍ବ। ତେଣୁ ଏଇ ଜିନିଷଟା କ'ଣ କେମିତି କଣ୍ଟିନ୍ୟୁ କରି ରଖିବା, ପରସ୍ପର ଭିତରେ ଗଣ୍ଡଗୋଳ ହେବାନି, ଭାଇଚାରା ରଖିବା, ଯେଉଁଠି ଯାହା ଭଲ କାମ ହେଉଛି ତାକୁ ସହଯୋଗ କରିବା, ଯେତିକି ଆମ ଦ୍ୱାରା ସମର୍ଥ ହେଲେ ଆଗାମୀ ଦିନରେ ଆମେ ସ୍ୱଦେଶବାସୀ ଏକଜୁଟ ହେବା, ସ୍ୱଦେଶର ସମ୍ମାନ ବଢ଼ାଇବା। ଆଉ ସବୁ ସ୍ୱଦେଶବାସୀଙ୍କୁ ସ୍ୱଦେଶର ସମ୍ମାନ ଆଉ ସ୍ୱାଭିମାନ ଏଇ ଦୁଇଟା ପାଇଁ କେବେ କେଉଁଠି କମ୍ପ୍ରମାଇଜ୍ କରନ୍ତୁନି। ଯେତେ ବଡ଼ ଲଢ଼େଇ କରିବାକୁ ହେଲେ ବି ଶୁଭ ପଣ୍ଡା ଅଛି, ଆପଣମାନଙ୍କର ଶକ୍ତି ଅଛି, ଆମେ ଲଢ଼େଇ କରିବା, କିନ୍ତୁ ଆମ ସ୍ୱାଭିମାନକୁ କେଉଁଠି ହରାଇବା। ଏତିକି କହିବି। ଆଉ ଶେଷରେ ଆଉ ଥରେ ଆପଣଙ୍କୁ ଜୟନ୍ତ ଦେବି। ଜୟ ସ୍ୱଦେଶ, ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ନନା। ଆପଣଙ୍କର ଏଇ କେଇ ପଦ ଉତ୍ସାହିତ କଥା ସତରେ ଆମମାନଙ୍କୁ ଉତ୍ସାହିତ କରିଛି। ଆମମାନଙ୍କର ଆୟୁଷ ମାନେ ଆମେମାନେ ଯେଉଁ 10 ବର୍ଷ ବୟସ ଆମର କମିଯାଇଛି, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ବାସ୍ତବରେ ଏଇ ଯେଉଁ ସ୍ୱପ୍ନ ଆପଣଙ୍କର ନଥିଲା, ଏ ସ୍ୱପ୍ନ ସାରା ସ୍ୱଦେଶବାସୀଙ୍କର ଥିଲା, ଏ ସ୍ୱପ୍ନ ମୋର ଥିଲା, ଏ ସ୍ୱପ୍ନ ଭାଇମାନଙ୍କର ଥିଲା।
आमे समस्ते निज मन भितर कुहुली खुली खोजुलु आम अंचल एमती गोटे मंच हुंतानी कि जार कुहुला मंत्र रे छदेश साहित्य संसद तैयारी होता से किछि गुणमंत्र गान करुला आउ शेष में आज सुंदर अनवत्य सृष्टि करिसेंती आम भापुर अंचल युवक मान वास्तव में समस्त कहती तो भापुर गोटे विशृंखला जगह किंतु आज ये युवक मैंने दयाकोरी समस्त अनुरोध करी समस्त युवक मान गोटे जोरदार ताली जी लोक अच्छा प्लीज आज प्रमाण करदे भापुर थिबा समस्त युवक माने सबु काम सिद्ध आ इतिहास सृष्टि कर सिद्ध से आज एक सुंदर नमूना तैयारी करी सारा ढेंकानाल रे छदेश माटीर बास्ना को भापुर बास्ना को पुलकित करिबारे सिद्ध से जगन्नाथ सबुले भल रखतु मोर हृदय अंतरण स्थान से शुभाशिवास शुभ अभिनंदन धन्यवाद 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 तब आसतु आम गहन आउ जन अतिथि अच्छा जहाँ के विषय आम जाने आम समस्त जानती गाँ कन्या सिंह ना कि गाँव लोक गाँव भाई गाँव दादा जड़े व्यक्ति जे कि सत्य ओडिशा सांबादिकतार जिला प्रतिनिधि जे राज्यपाल पुरस्कार पाई सारा ओडिशा जिते 12 जन निर्भीक सांबादिक मान को प्रोफेसर राज्यपाल प्रोफेसर गणेश लाल पुरस्कार दौले से जड़े लोक थिला जी आम माटीर आम गाँव आम गाँ पाखर जड़े लड़ुआ निर्भीक सांबादिक जहाँ को आम जाने ना जाणिक आमको भी आश्चर्य लगे से कई नुहति आमर अति प्रिय वरेण्य सम्मानित अतिथि श्रीजुक्त जयकृष्ण महापात्र महोदय तांको सतरे मंच पाई आज आम धन्य अनुरोध करी आसतु मुहर शुणा छदेश माटीर कई पद अगुआ कथा जय जगन्नाथ। प्रथमे प्रभु जगन्नाथ पाखरे शतकोटी प्रणाम जनाई आजिर ए महोत्सव रे आयोजक मानक धन्यवाद देवी जहाँ दीर्घ दिन अभिलाष थिला से आज पूरण करिसेंती ए अनुष्ठान छदेश महोत्सव नाम आज आरंभ करा जायछि एवं साधुवाद देवी जो माने एथिरे आयोजक अछंती पछरे अछंती आर्थिक सहायता देइछंती मानसिक सहायता देइछंती सहयोग करिछंती एवं दर्शक भाव में उपस्थित अछंती मु प्रणाम जणाइबी आजिर वरेण्य अतिथि मानकु आम गहन रे समाजसेवी वकील एवं साहित्य संसद सभापति इंजीनियर शुभ पंडा कृष्टि बाबू एवं माँ सरपंच एवं भौणी समित सभ्या एवं सार अच्छी नायब सरपंच अच्छी मु समस्त को प्रणाम करुच्ची जे आज महोत्सव को आपण माने त्वरान्वित करिसेंती आसंता कालीठू आउरी 4 दिन समस्त ए व्यवस्था रहिबो आमे मु प्रथमे मु जयकृष्ण महापात्र मो घरटा औकुमा दीर्घ दिन धरी झारसुगुड़ा रहूलु घर तो ये चाकरी अवसर नाला पर भी 15 वर्ष झारसुगुड़ा रहा गाँव रोचु यही माटी पानी पवन बढ़ीचु मु आपण मानकर जड़े पुआ आमर एटिकार उद्देश्य साधन हम यही महोत्सव माध्यम आम चिंता करुचु दीर्घ 78 वर्ष पर देश स्वाधीनतार 78 वर्ष पर 26 रु
ବାହାପୁରଠୁ ଢେଙ୍କାନାଳ ରାସ୍ତା 1.5 ଇଞ୍ଚ ଓସାର କରାଗଲା। 1.5 ଇଞ୍ଚ ଓସାର କରାଯାଇଛି। এইটা হচ্ছে ଆମମାନଙ୍କ ପାଇଁ ଆମ ନେତାଙ୍କର ଅବଦାନ। 78 ବର୍ଷ ଧରି ଆମେ ଅନ୍ୟମାନଙ୍କର ଗୋଡ଼ାଣିଆ ହେଇଛୁ। ଆଜ୍ଞା ହଜୁର ଜୁହାର, ଆପଣମାନେ ଯାହା କହିବେ ଆମେ ତାକୁ ଗ୍ରହଣ କରୁଛୁ। ଦୁର୍ଭାଗ୍ୟ ଆମର ଯେ ଆମେ ଲକ୍ଷେରୁ ଅଧିକ ଭୋଟର ସ୍ୱଦେଶରେ ରହୁଛୁ। ପାମାଳ ଠାରୁ କୋଟବେରଣା ପର୍ଯ୍ୟନ୍ତ 12ଟି ପଞ୍ଚାୟତ ଆମ ପାଖରେ ଅଛି ଏବଂ ଆମେ ହେଉଛୁ ତାର ଜନସାଧାରଣ। ଆମେ ଆମର ନିଜସ୍ୱ ନେତୃତ୍ୱ ଜାହିର କରିପାରିଲୁ ନାହିଁ 78 ବର୍ଷ ଭିତରେ। ତେଣୁ ଆମର ଅନୁରୋଧ ଆମେ କହିଥିଲୁ, ସାହିତ୍ୟ ସଂସଦରେ ମନ୍ତ୍ରୀ ଘୋଷଣା କରିଥିଲେ ସ୍ୱଦେଶ ବ୍ଲକ ନିଶ୍ଚିତ ହେବ। ଆମେ ସ୍ୱାଗତ କରୁଛୁ ଏ ପଦକ୍ଷେପକୁ। ମନ୍ତ୍ରୀ ଯେହେତୁ ଆମର ପ୍ରତିନିଧି, ଓଡ଼ିଶା ସରକାରଙ୍କର ମନ୍ତ୍ରୀ, ଆମେ ପୁନର୍ବାର ଅନୁରୋଧ କରିବୁ ଆଗାମୀ ସୋମବାର ଦିନ ତାଙ୍କର ଉପସ୍ଥିତି ଅଛି, ସେ ଏଠି ଘୋଷଣା କରନ୍ତୁ ସ୍ୱଦେଶ ବ୍ଲକ ହେବ। ଆମେ ସାଧୁବାଦ ଦେବୁ। ଦ୍ୱିତୀୟ କଥା ହେଉଛି, ଯେଉଁ ସାହିତ୍ୟ ସଂସଦ ଭଳି ମର୍ଯ୍ୟାଦାଜନକ ଅନୁଷ୍ଠାନ ପ୍ରଥମେ ମହୋତ୍ସବ ଆରମ୍ଭ କରିଥିଲା, ମୁଁ ସାଧୁବାଦ ଦେବି ତାଙ୍କ ଉଦ୍ୟମକୁ। ସେତେବେଳେ ମୁଁ ନଥିଲି, କ୍ଷମା କରିବେ। ଆରମ୍ଭ କରିଥିଲେ, ଆଜି ଫଳବତୀ ହୋଇଛି, ସେମାନେ ଧନ୍ୟବାଦର ପାତ୍ର। ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ, ସମାଜସେବୀ, ସାମ୍ବାଦିକ ସାହିତ୍ୟ ସଂସଦରେ ଅଛନ୍ତି। ସେମାନେ ଏ ଯୁବ ଗୋଷ୍ଠୀଙ୍କୁ ସାଙ୍ଗରେ ନେଇ, ଆମର ଯୁବକମାନଙ୍କୁ ସାଙ୍ଗରେ ନେଇ ସେଇମାନଙ୍କୁ ଦାୟିତ୍ୱ ଦିଆଯାଉ ଯେ ସ୍ୱଦେଶରେ ସେଇମାନେ ଦାୟିତ୍ୱ ନେବେ। ଆମେ କାଲି ସକାଳେ ମରିଯିବୁ, ଆମର ସମୟସୀମା ଅତିକ୍ରମ ହେଲାଣି। ତେଣୁ ଏ ଯୁବପିଢ଼ି ଯେଉଁମାନେ ସ୍ୱଦେଶରେ ଦାୟିତ୍ୱ ନେବେ, ଦଳ ଗତ ନିର୍ବିଶେଷରେ ମୁଁ ଲେଖିଥିଲି, ଏଇ ଗଲା 15 ଦିନ ତଳେ, ମାସ ତଳେ ମୁଁ ଲେଖିଥିଲି, କଂଗ୍ରେସ, ବିଜେପି, ବିଜେଡି ଏ କୌଣସି ଭେଦଭାବ ବୋଲି ଦଳ ତ୍ୟାଗ କରି ମାଟି ପାଇଁ ଯଦି କାମ କରିବାର ଅଛି, ସଂଗ୍ରାମ କରିବାର ଅଛି, ଏକତ୍ରିତ ଭାବରେ ବସନ୍ତୁ, ଲଢ଼େଇ ପାଇଁ ପ୍ରସ୍ତୁତ ହୁଅନ୍ତୁ ଏବଂ ବ୍ଲକ ନିଶ୍ଚିତ ହେବ। ଲଢ଼େଇ ଯଦି ଜାରି ରହିବ, ଆମେ ଗୋଟିଏ ସ୍ୱରରେ ଆମ ଭେଦଭାବ ଭୁଲି ଆମେ ଲଢ଼େଇରେ ସାମିଲ ହେବା, ବ୍ଲକ ନିଶ୍ଚିତ ହେବ। ସେଥିରେ ଆମ ସମସ୍ତଙ୍କର ମଙ୍ଗଳ ହେବ। ଆମେ ଜଗନ୍ନାଥ ଦେଶର ଲୋକ, ପ୍ରଭୁ ଜଗନ୍ନାଥ ଆମ ପାଖରେ ଅଛନ୍ତି ଆମର ଦୁଃଖ ଦୂର କରିବା ପାଇଁ। ଆଜ୍ଞା କହିଲେ, ଅଶ୍ୱେଶ୍ୱରଙ୍କ କଥା କହିଲେ, ପ୍ରଭୁଙ୍କ କଥା କହିଲେ, ରାମଚନ୍ଦ୍ରଙ୍କ କଥା କହିଲେ, ହନୁମାନ କଥା କହିଲେ, ସମସ୍ତଙ୍କର ଆଶୀର୍ବାଦ ଆମ ପାଖରେ ଅଛି। ଥଣ୍ଡା ପଡ଼ୁଛି, ମୁଁ ଅଧିକ ସମୟ ନେବିନି, ମିନିଟେ ନେବି। ଯଦି ଆଜିଠୁ କାଲି ଆଉ ଟିକେ ଥଣ୍ଡା ପଡ଼ିବ। ତେଣୁ ସବୁ ମୋର ଗୋଟେ ଛୋଟିଆ ଅନୁରୋଧ, ଆମେ ଯଦି ଗୋଟେ ଅଟୋ ରିକ୍ସାକୁ ବୁଲେଇ ଦେଇପାରିବା ଆସନ୍ତାକାଲି ଯେ ଆମର ସ୍ୱଦେଶ ମହୋତ୍ସବ ହେଉଛି, କିଏ ଜାଣିଛନ୍ତି ବା ନ ଜାଣିଛନ୍ତି, ସମସ୍ତେ ଆସନ୍ତୁ, ବସନ୍ତୁ, ଶୁଣନ୍ତୁ, ସହଯୋଗ କରନ୍ତୁ, ଅବଶ୍ୟ ଭଲ ହୁଅନ୍ତା। ଆଜି ଆମର ଏ କାର୍ଯ୍ୟକ୍ରମରେ ମୁଁ ଦେଖୁଥିଲି, ପଚାରୁଥିଲି, ବୁଝୁଥିଲି, ଆମର ସାମ୍ବାଦିକମାନେ କେହି ପ୍ରାୟ ଆସିନାହାନ୍ତି। ତେଣୁ କାଲି ତାଙ୍କୁ ଖବର ଦିଆଯାଉ, ତାକୁ ହାଇଲାଇଟ୍ କରାଯାଉ ଯେ ଆମର ଦାବି, ଆମର କାର୍ଯ୍ୟକ୍ରମ, ଆମର ସମାଜ ସେବା, ଆମର ତ୍ୟାଗ, ସେମାନେ ତାକୁ ହାଇଲାଇଟ୍ କରିବେ। ତେଣୁ ମୁଁ ପୁନର୍ବାର ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ମୋର ବକ୍ତବ୍ୟ ସାଙ୍ଗ କରିବାକୁ ଯିବି, କାରଣ ଥଣ୍ଡା ଅଧିକ ହେଉଛି। ସମସ୍ତେ ଅଛନ୍ତି, ତାଙ୍କର ବକ୍ତବ୍ୟ ଦେବେ। ବ୍ୟକ୍ତିଗତ ଭାବେ ଆମର ଯେତେବେଳେ ସାହାଯ୍ୟ ଯାହା ଦରକାର
ଆମେ ପ୍ରସ୍ତୁତ ଅଛୁ ଲଢ଼େଇ ପାଇଁ ଯିବୁ ଆଗରେ ଠିଆ ହେବୁ ଏବଂ ଲଢ଼େଇରେ ସାମିଲ ହେବୁ ଆମ ମାଟି ପାଇଁ ଆମେ କାମ କରିବା ଆପଣମାନଙ୍କୁ ପୁନଶ୍ଚ ନମସ୍କାର ଧନ୍ୟବାଦ ବନ୍ଦେ ଉତ୍କଳ ଜନନୀ ଜୟ ଜଗନ୍ନାଥ ବହୁତ ବହୁତ ଧନ୍ୟବାଦ ହେ ବରେଣ୍ୟ ଅତିଥିବୃନ୍ଦ ସତରେ ବାପ ପଣିଆଟା କ'ଣ ଆଜି ଆପଣ ଆମ ଆଗରେ ଠିଆ କରିଦେଲେ କଥାରେ ଅଛି ବାପ ଥିଲା ପୁଅ ସଭାରେ ହାରେନି ଆଜି ଆପଣ ଆମ ଆଗରେ ଠିଆ ହେବେ ଆମକୁ ଦିଗ୍ଦର୍ଶନ କରିବେ ଆମକୁ ମାର୍ଗଦର୍ଶନ କରିବେ ଏଇ ଯେଉଁ ବାର୍ତ୍ତା ଏଇ ଯେଉଁ କଥା ଆଉ ଏଇ ଯେଉଁ ଆଦେଶ ନିର୍ଦ୍ଦେଶ ଆମକୁ ଦେଲେ ଆପଣଙ୍କୁ କୋଟି କୋଟି ପ୍ରଣାମ ଆମେ ସମସ୍ତ ଯୁବକମାନେ ଆପଣମାନଙ୍କ ଠାରୁ କେବଳ ଆଶିଷ ଚାହୁଁଛୁ ଆଶୀର୍ବାଦ ଚାହୁଁଛୁ ଏବଂ ମାର୍ଗଦର୍ଶନ ଚାହୁଁଛୁ ଆପଣମାନେ ଏମିତି ଆମ ଛଦେଶର ବରିଷ୍ଠ ବ୍ୟକ୍ତିମାନେ ଆମକୁ ମାର୍ଗଦର୍ଶନ କରନ୍ତୁ ଆମକୁ ଆଶୀର୍ବାଦ କରନ୍ତୁ ଏବଂ ଉତ୍ସାହିତ କରନ୍ତୁ ଦେଖିବେ ଏଇ ଯେଉଁ ଯୁବକମାନେ ଆଜି ଏଠି ଅଛନ୍ତି କେବଳ ଭାପୁରର ଆସନ୍ତା ବର୍ଷ ହୁଏତ ଭଗବାନ ଚାହିଁଲେ ମା ମହାଲକ୍ଷ୍ମୀ ଚାହିଁଲେ ଏ ଛଦେଶର ପ୍ରତ୍ୟେକ ଗାଁର 5-5 ଜଣ ଯୁବକ ଏଇଠି ରହିବେ ଆଉ ଏ ଅଞ୍ଚଳରେ ଜାଗା ରହିବନି ପ୍ରଥମ ବର୍ଷ ନିଶ୍ଚିତ ଟିକେ ସଂଘର୍ଷ ରହିବ ତେବେ ସେ ସଂଘର୍ଷ ପାଇଁ ଆମେ ସମସ୍ତେ ପ୍ରସ୍ତୁତ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ତ ଆସନ୍ତୁ ଆଉ ଗୋଟିଏ ସମ୍ଭାଷଣକୁ ଯିବା ପୂର୍ବରୁ ଦେଖିନେବା ଆଉ ଏକ ସୁନ୍ଦର ନୃତ୍ୟ ପରିବେଷଣଟିଏ ସମସ୍ତେ ସେ ନୃତ୍ୟ ପରିବେଷଣରେ ମଜିଯିବା ହଜିଯିବା ତାପରେ ଅତିଥିମାନଙ୍କ ମୁହଁରୁ ଆଉ ଦୁଇ ପଦ ଶୁଣିବା এই ধারাକୁ ଆଗକୁ ନେବା ଆସନ୍ତୁ ଦେଖିବା ଏକ ସୁନ୍ଦର ଓଡ଼ିଶୀ ନୃତ୍ୟର ମାର୍ଜନା ଯାହା ଆମକୁ ନେଇଯିବ ଏକ ଅଜଣା ରାଇଜକୁ ଭାବ ଭକ୍ତିର ରାଇଜକୁ ଜୟ ଜଗନ୍ନାଥ।